ରାଧେ ରାଧେ ସାଙ୍ଗମାନେ, ଚାଲନ୍ତୁ ଆଜି ଆମେ ଗୋଟେ ଆମ ରିଏଲ୍ ଲାଇଫ୍ରେ ଯେଉଁ ଆମ ୟୁଥ୍ମାନଙ୍କ ପ୍ରୋବ୍ଲେମ୍ର ଗୋଟେ ସଲ୍ୟୁସନ୍, ମାନେ ଗୋଟେ ଯେଉଁ ଲଭ୍ ଲାଇଫ୍ରେ ଯେଉଁ ପ୍ରୋବ୍ଲେମ୍ ବି ହୁଏ ସେଇଥିର ଗୋଟେ ସଲ୍ୟୁସନ୍ ଆପଣମାନଙ୍କୁ ମୁଁ ମୋ ଏକ୍ସପିରିଏନ୍ସ ଆଉ ଏଠି ମାନେ ମୋର ଏକ୍ସପିରିଏନ୍ସ ମାନେ ମୁଁ କିଛି ବି ଲଭ୍ ଲାଇଫ୍ ଭିତରେ ପଶିନି, ଅଧିକ କିଛି ପଶିନି କି ମାନେ ପୁରା ପଶିନି, ବେଶ୍ ଏକ୍ସପିରିଏନ୍ସରୁ କହୁଛି। ଏଇଟା ଜଣେ ଲଭ୍ କଲେ ଜଣାପଡ଼ିବ, ନହେଲେ ଜଣାପଡ଼ିବନି, ଏଇଟା କିଛି ନାହିଁ। ଏଇଟା ଜଣେ ଯଦି ଫ୍ରେଣ୍ଡରେ ବି ଥିବ ସେ ଜାଣିପାରିବ ତ କ'ଣ ମାନେ ଆକ୍ଚୁଆଲି ମାନେ କ'ଣ ହେଉଛି ଦୁନିଆରେ। କାହିଁକିନା ଯଦି ତୁମେ ଫ୍ରେଣ୍ଡମାନଙ୍କ ସର୍କଲ୍ ରହିବ, ଦେଖ ଲଭ୍ ଲାଇଫ୍ ଆଉ ଫ୍ରେଣ୍ଡ ଭିତରେ ଦୁଇଟା ଫରକ। ଫ୍ରେଣ୍ଡ ଭିତରେ ତୁମେ ତୁମ ମାନେ ତୁମର ସବୁକିଛି ତୁମେ କରିପାରିବ, ସବୁକିଛି କରିପାରିବ, କେବଳ ରିଲେସନ୍ କିଛି ଖରାପ ରିଲେସନ୍ ରଖିପାରିବନି। ବଟ୍ ଫ୍ରେଣ୍ଡ ଆଉ ଲଭର୍ ଭିତରେ କିଛି ଫରକ ନାହିଁ। ଆଉ କେବଳ ସେ ଗୋଟେ ଫରକ କି ସେଇଥିରୁ ବି ତୁମେ ଜାଣିପାରିବ କି ମାନେ ଗୋଟେ ଲଭ୍ ଲାଇଫ୍ରେ ବି କ'ଣ ହୁଏ। ସୋ ମୁଁ ସେଇଥିର ଏକ୍ସପିରିଏନ୍ସରୁ କହୁଛି କି ମାନେ ଯେଉଁ ଲୋକମାନେ ନାହିଁ, ଯାହା ବି ମୁଁ ଦେଖିଛି ମୋ ସାଙ୍ଗମାନେ ଯେଉଁମାନେ ଲୟାଲ୍ ରୁହନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ, କି ଯେଉଁ ସାଙ୍ଗମାନେ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଲୟାଲ୍ ରୁହନ୍ତି, ଦେନ୍ ତାପରେ ତାଙ୍କର ବ୍ରେକଅପ୍ ହେଇଯାଏ। ତ ସେତେବେଳେ କ'ଣ ହୁଏ ନା, ସେତେବେଳେ ଗୋଟେ ଛୁଆ ପୁରା ଭାଙ୍ଗି ପଡ଼େ, ମାନେ ପୁରା ମାନେ ଇଏ ହେଇଯାଏ। ମୋ ହିସାବରେ ମୁଁ କହୁଛି, ମୋ ନିଜର ଗୋଟେ ସାଙ୍ଗ, ତା'ର 7-8 ବର୍ଷର ରିଲେସନ୍, ତା'ର ରିଲେସନ୍ ଭାଙ୍ଗିଗଲା। ମାନେ 7-8 ବର୍ଷରେ ସେ ପୁଅଟା ଜଣଙ୍କ ସହିତ ରିଲେସନ୍ରେ ରହିଲା ହେଲା। ଯେଉଁ 7-8 ବର୍ଷ ପରେ ଯେଉଁ ରିଲେସନ୍ରେ ରହିଲା ସେ ଆଉ ଜଣଙ୍କ ସହିତ ରିଲେସନ୍ରେ ରହିଲା, ୟା ସହିତ ଚିଟ୍ କରୁଥିଲା। ଏବଂ କହିବ ନା ମୁଁ କାହା ସହିତ ଏମିତି କରୁନି, ୟା ସହିତ ଚିଟ୍ କରୁଥିଲା। ଦେନ୍ ସେ କ'ଣ କଲା ନା, ସେ ଝିଅଟା ପୁରା ଭଲସେ ଜାଣିନେଲା କି ସିଏ ଆଉ ଜଣଙ୍କ ସହିତ ଅଛି। ଜାଣିଲା ପରେ ସେ ତାକୁ ଛାଡ଼ିବାକୁ ଟ୍ରାଏ କଲା, ଆଉ ସେ ବହୁତ କଷ୍ଟରେ ଛାଡ଼ିଛି। ମୋ ମତରେ ଯେଉଁ ଛୁଆ ତୁମକୁ 7-8 ବର୍ଷ ପରେ ତୁମକୁ ଛାଡ଼ୁଛି, ତ ସେ ମାନେ ଭଗବାନଙ୍କୁ ଥ୍ୟାଙ୍କ ୟୁ କହ ହେଲା। ଆଉ ଲୟାଲ୍ ଗୋଟେ କଥା, ତୁମେ ଯଦି ଜଣଙ୍କ ପ୍ରତି ଲୟାଲ୍ ରହୁଛ, ତ ଲୟାଲ୍ ଜଣଙ୍କ ପ୍ରତି ରହିବ ତ ତୁମର ହିଁ ଲାଭ, ତା'ର କିଛି ଲାଭ ନାହିଁ। କାହିଁକିନା ଲୟାଲ୍ ଯଦି ତୁମେ ଜଣଙ୍କ ପ୍ରତି ରହିବ ତ କ'ଣ ହେବ ନା, ସେଠି ମାନେ ଲୟାଲ୍ ଯଦି ତୁମେ ଜଣଙ୍କ ପ୍ରତି ରହିବ, ତାହେଲେ ତୁମର ଏଇଟା ଫାଇଦା କି ତୁମର ବେଶୀ ଟାଇମ୍ ୱେଷ୍ଟ ହେବନି, ତୁମେ ଇଧର ଉଧର ହେବନି ହେଲା। ତୁମେ କିନ୍ତୁ ଏଇଟା ଫୋକସ୍ କରିବ କି ତୁମେ ଲୟାଲ୍ ରୁହ, ବଟ୍ ତୁମେ ଆଉ ଜଣଙ୍କ ଆକ୍ସନ୍କୁ କଣ୍ଟ୍ରୋଲ୍ କରିବାକୁ ଟ୍ରାଏ। ଦେଖ, ଆମେ ଡିପ୍ରେସନ୍କୁ କିମ୍ବା ଆମ ଏଙ୍ଗଜାଇଟି, ଡିପ୍ରେସନ୍ ଏସବୁକୁ ଆମେ ଯାଆନ୍ତି କାହିଁକି ଯାଆନ୍ତି ନା, ଆମେ ଯେତେବେଳେ ଯେଉଁ ଜିନିଷ ଆମ ଲାଇଫ୍ ଆମ କଣ୍ଟ୍ରୋଲ୍ ନାହିଁ, ଆମେ ତାକୁ ଟ୍ରାଏ କରନ୍ତି କଣ୍ଟ୍ରୋଲ୍ କରିବା ପାଇଁ। ସେଟା ହେଲା ଆମେ ସେ ଟାଇମ୍ରେ ଡିପ୍ରେସନ୍, ଏଙ୍ଗଜାଇଟି, ଷ୍ଟ୍ରେସ୍ ବଗେରା ଏସବୁ ଜିନିଷରେ ପଶନ୍ତି। ସୋ ଆମ ହାତରେ କ'ଣ ଅଛି, ଆମେ ଲୟାଲ୍ ରହିବା, ଆମେ କାହା ସହିତ ଚିଟ୍ କରିବାନି, ଆମେ ଲୟାଲ୍ ରହିବା। ଆଉ ଆମେ ଲୟାଲ୍ ରହିଲେ ବି ଆମର ଫାଇଦା। ଦେଖ, ଆମେ ଯଦି ଲୟାଲ୍ ରହିବା, ଫାର୍ଷ୍ଟ ହେଲା ଆମର ଗୋଟେ ଭଲ ଗୁଣ ଆଡ଼୍ ହେଇଯିବ। ଆଉ ତୁମେ ଥରେ ଲୟାଲ୍ ରହିକି ଦେଖ, ତୁମେ ଜୀବନ ସାରା ଲୟାଲ୍ ରହିବାକୁ ହିଁ ପସନ୍ଦ କରିବ। କାରଣ ଲୟାଲ୍ ରହିବାର ଏତେ ଶାନ୍ତି ଅଛି, କାହିଁକିନା ତୁମେ କିଛି ଇଧର ଉଧର କାମ କରିବନି, ଆଉ ତୁମେ ଜଣକୁ ମିଛ ସତ ଏମିତି ସବୁ କହିବନି, ବା ଆରାମସେ ଜଣଙ୍କ ସହିତ ହେଇକି ରହିବ, ଜଣକର ହେଇକି ରହିବ। ବଟ୍ ସିଏ ଯଦି ତୁମ ସହିତ ସେମିତି କିଛି କରୁଛି, ଦେଖ, ଆମେ ତ ଭଗବାନ ନେଇକି ଆମ ଭିତରେ ଜେଲସି ଆସିବନି, କି ଆମ ଭିତରେ ରାଗ ଆସିବ, ବଟ୍ ଆମକୁ ସେଟାକୁ ଇଏ କରିବାକୁ ପଡ଼ିବ କି ଆମେ ତ ଆଉ ଜଣଙ୍କର ଆକ୍ସନ୍କୁ କଣ୍ଟ୍ରୋଲ୍ କରିପାରିବାନି ନା। ଆଉ ଜଣେ ଆମ ସହିତ କ'ଣ କରିବ କ'ଣ ନାହିଁ, ତା ଆକ୍ସନ୍ ତ ଆମେ କଣ୍ଟ୍ରୋଲ୍ କରିପାରିବାନି ନା। ସୋ ଆମେ ଯେଉଁ ଆକ୍ସନ୍ ବି କରୁଛନ୍ତି, ମାନେ ଆଉ ଜଣଙ୍କ ଆକ୍ସନ୍ ଯାହା ବି କରୁଛି, ତାକୁ ଆମକୁ କିଛି କ୍ୱେଶ୍ଚନ୍ କରିବାର ନାହିଁ, କି ତାକୁ ଚେଞ୍ଜ କରିବା ପାଇଁ ବାଧ୍ୟ କରିବାନି। ଦେଖ, ଦୁନିଆ ବହୁତ ସେଲ୍ଫିସ୍। ଯଦି ତୁମେ ସେଇଭଳିଆ ତା କାପାସିଟିର ହେଇଥିବ, ତ ସେ ତୁମ ପଛରେ ଗୋଡ଼େଇବ ଆଉ ତୁମର ହେଇଯିବ। ଆଉ ଯଦି ତୁମେ ତା କାପାସିଟିରେ ହେଇନ, ତ ସେ ତୁମ ସହିତ ରହିବନି। ଆଉ ସେ ଆଉ ମାନେ ସେ ମାନେ ଦେଖିବ ବାଟ, ଆଉ କେଉଁଠି ଯିବ, କ'ଣ କରିବ ସେ ଦେଖିବ। ସୋ ସବୁବେଳେ ଏଇଟା ବି ଟ୍ରାଏ କର, ତୁମେ ଯାହାକୁ ବି ଭଲ ପାଉଛ, କ'ଣ କରୁଛ, ତୁମ ଷ୍ଟାଟସ୍, ତୁମ କ୍ୱାଲିଫିକେସନ୍କୁ ନେଇକି ତୁମେ ଦେଖ, ଯେଉଁଟାକି ଆଗକୁ ବି ପ୍ରୋବ୍ଲେମ୍ ହେବନି। ତୁମେ ଏମିତି ଭାବନି କି ଲୁଭରେ
कि ଏଇ ଛୁଆଟା ମୋର ହେଇଯିବ, ସେଇ ଛୁଆଟା ମୋର ହେଇଯିବ, ମୁଁ ମାନେ ତାଠାରୁ ଅଧିକା ଚାଲାକ ପଡ଼ିଯିମି, କି ହେଲା ସିଏ ବହୁତ ଭଲ, ମୁଁ ଖରାପ, ଭଲ ଛୁଆଟାକୁ ମୁଁ ଟାର୍ଗେଟ୍ କରିବି, କି ଅଧିକ ପଇସା ଅଛି ତାର, ମୁଁ ତାକୁ ଫସେଇଦେବି, ଯେଉଁଥିପାଇଁକି ଫସେଇଦେବି। ଆଉ କ'ଣ କର, ହଁ ମୁଁ ତାକୁ ଫସେଇଦେବି ଆଉ ସେ ମୋର ହେଇଯିବ, ମୋର ଅଧିକ ପଇସା ହେଇଯିବ, ଧନୀ ହେଇଯିବ। ଯଦି ସେମିତି ତୁମେ ଚାହୁଁଛ ତ ଜୀବନ ସାରା କଷ୍ଟରେ ହିଁ ରହିବ। ସିମ୍ପୁଲ୍ ଲାଇଫ୍, ସିମ୍ପୁଲ୍ କଥା କି ଆମର ଯେତିକି ଅକାତ, ଆମେ ଦେଖ ଏଇଟା କଳିଯୁଗ, ଘୋର କଳିକାଳ। ସେଥିପାଇଁ ତୁମେ ସବୁବେଳେ ଏଇଟା ଦେଖ କି ମୋର ଇକ୍ୱାଲ୍ ଷ୍ଟାଟସ୍, ମୋ ସହିତ ଯେଉଁଟା ମ୍ୟାଚ୍ କରୁଛି ତୁମେ ତା ସହିତ ରହିବାକୁ ଟ୍ରାଏ କର। ଏମିତି ତୁମ କଲର୍ ବି, ତୁମେ ଯଦି ବ୍ଲାକ୍ ହେଇଛ, ତୁମ କଲର୍ କଳା ଅଛି ତ ତୁମେ କଳା କଲର୍ ପିଲାକୁ ଚୁଜ୍ କର, ଟିକେ ସୁନ୍ଦର ପିଲାକୁ ଚୁଜ୍ କର। ତୁମେ ଯଦି ବିକଳାଙ୍ଗ ଅଛି ତ ବିକଳାଙ୍ଗ ପିଲାକୁ ଚୁଜ୍ କର, କାହିଁକିନା ସେମିତି ମିଳିବେନି। ତୁମେ ଯଦି ଟ୍ରାଏ କରୁଥିବ ମୁଁ ବିକଳାଙ୍ଗ କିନ୍ତୁ ସିଏ ବହୁତ ଭଲ ସୁନ୍ଦର ହେଇଥିବ ତ ମିଳିବନି। ଆଉ ଯଦି ମିଳିବ ତୁମର କିଛି କ୍ୱାଲିଫିକେସନ୍ ପୁରା ହାଇୟର୍ ଥିବ ଆଉ ତାର କିଛି କ୍ୱାଲିଫିକେସନ୍ ନଥିବ ତ ହେଇଯିବ। ସୋ ମାନେ ସେମିତି ଭାବନି କି ଲୋଭରେ କି ମୁଁ ପୁରା ସିଏ କିନ୍ତୁ ବହୁତ ପଇସା ଅଛି, ମୁଁ ଚାଲାକ ପଡ଼ିଯିବି ଯଦି ମୁଁ ତାକୁ କରିବି, ସେଥିପାଇଁ ମୁଁ କରିବି, ତ ହଇରାଣ ତୁମେ ହିଁ ହେବ ଫାଇନାଲି। କାହିଁକିନା ମଣିଷ ବହୁତ ସ୍ୱାର୍ଥପର, ସେ କେବେ ବି ଚାହେଁନି ମୁଁ କାହାକୁ ଠକେ କରେ। ସେ ତୁମକୁ ସବୁବେଳେ ହିଁ କହିବ କି ତୁ ମୋତେ ଏଇଥିପାଇଁ ଭଲ ପାଇଲୁ, ତୁ ମୋତେ ଏଇଥିପାଇଁ ରହିଲୁ, ହେଲା। ସୋ ଫାର୍ଷ୍ଟ ହେଲା ବ୍ରେକଅପ୍ ନ ହେବାର କାରଣ ତୁମେ ସବୁବେଳେ ତୁମ ନିଜର କ୍ୱାଲିଫିକେସନ୍, ତୁମ ଷ୍ଟାଟସ୍କୁ କର, ଯେଉଁଥିପାଇଁ କି ତୁମ ରିଲେସନ୍ ଠିକ୍ ରହିବ, କି ସେ ତୁମକୁ ଛାଡ଼ି ଯିବା ପାଇଁ କିଛି ପାଇବନି ଏ ବାଟ ନା। ତୁମେ ନିଜକୁ ଠିକ୍ କରି ରଖ, ନାଇଁକି ତୁମେ ଆଉ ଜଣଙ୍କ ପଛରେ ପଡ଼ିକି ତୁମର କେପାସିଟି ଯାହା ବି ଅଛି, ପାଠ ପଢ଼ିବା ପଢ଼ିବା ତାକୁ କମେଇ ଦେବ, ସେମିତି ଜିନିଷ କରନି, ସେସବୁ ଭୁଲ କରନି। ମାନେ ଆଉ ଜଣଙ୍କ ପଛରେ ପଡ଼ିକି ନିଜର କେପାସିଟି, ନିଜର ପାଠପଢ଼ା, ନିଜର ସବୁ କିଛି ବର୍ବାଦ କରିଦେବ। ଦୁନିଆ ବହୁତ ସେଲ୍ଫିଶ୍, ସେ ଯେତେବେଳେ ଦେଖିବ କି ୟାର ଆଉ କିଛି ଅକାତ ନାହିଁ, କିଛି କରିପାରିବନି, ସେ ତୁମକୁ ଛାଡ଼ି ଦେଇ ପଳେଇବ। ସୋ ଏଇଟା ଫ୍ୟାକ୍ଟ, ହେଲା, ଏଇଟା ପ୍ରାକ୍ଟିକାଲ୍ ଫ୍ୟାକ୍ଟ। ଆଉ ତୁମେ ବି ଯିଏ ବି ମୋ କଥା ଶୁଣୁଛ ସିଏ ବି ରିଲେଟ୍ କରିପାରୁଥିବ। ଯେତେ ବି ତୁମେ ସ୍ପିରିଚୁଆଲ୍ ହୁଅ, ଆଧ୍ୟାତ୍ମିକ ହୁଅ, ପ୍ରାକ୍ଟିକାଲ୍ ଲାଇଫ୍ ବୋଲି ଗୋଟେ ଜିନିଷ ଅଛି, ଆଉ ଇଏ ତ ପୁରା କଳିଯୁଗ ଭାଇ। ସେଥିପାଇଁ ତୁମକୁ ସେଇ ସବୁ ଜିନିଷ ଦେଖିବାର ଅଛି କି ଆମକୁ ମାନେ ମୁଁ ଯେଉଁ ଭଳିଆ ଯଦି ତୁମେ ଶାନ୍ତିରେ ରହିବାକୁ ଚାହୁଁଛ, ତୁମେ ଯେମିତି ତୁମର କ୍ୱାଲିଫିକେସନ୍, ଯେମିତି ତୁମେ ଯେତିକି ସୁନ୍ଦର, ଯେତିକି ତୁମେ ସେଇ ଓରିଏଣ୍ଟେଡ୍ ଦେଖ। କି ସେମିତି କେହି ବି ନାହାନ୍ତି ଦୁନିଆରେ ଏମିତି ସେଲ୍ଫଲେସ୍ ବାପା ମାଆ ବି ନୁହନ୍ତି, ହେଲା, କହିବାକୁ ଗଲେ ଗୋଟେ ପଏଣ୍ଟରେ। ସୋ ମାନେ ଭଗବାନ ପରେ ବାପା ମାଆ, ବଟ୍ ବାପା ମାଆ ବି ପୁରା ସେଲ୍ଫଲେସ୍ ନୁହନ୍ତି, ହେଲା। ସୋ ମାନେ ତୁମେ ଏମିତି ଭାବନି କି ତୁମକୁ ସେଲ୍ଫଲେସ୍ଲି ତୁମକୁ ଭଲ ପାଇବ, କରିବ, କିଛି ନାହିଁ। ତୁମର କେପାସିଟି ଅଛି, ତାହେଲେ ତୁମକୁ ଭଲ ପାଉଛି, ତୁମର କେପାସିଟି ନାହିଁ, ତୁମକୁ ଭଲ ପାଇବନି। ବହୁତ ବିରଳ ଲୋକ ମିଳିବେ ଯିଏକି ତୁମର କେପାସିଟି ନାହିଁ, ବଟ୍ ତୁମକୁ ତୁମ ଗୁଣ ଦେଖିକି ଭଲ ପାଉଛି, ସେଇଟା ବହୁତ ବିରଳ ଲୋକ ମିଳିବେ। ଆଉ ତାକୁ ଛାଡ଼ିବା କଥା ନୁହେଁ, ଯାହା ହେଇଯାଉ ପଛେ, ବଟ୍ ସେଇଟା ମିଳିବନି, ହେଲା। ସୋ ମାନେ ସେ ପଛର ଗୁଡ଼ାଅନି କି ମିଳିଯିବ, କି ମୋତେ ମିଳିଯିବ, କି ମୁଁ ଗୋଟେ ଭଲ ଛୁଆ ଏଥିରେ ରହିବି। ଆଉ ଗୋଟେ କଥା ହେଲା ପାର୍ଟନର୍, ଏସବୁ ଜିନିଷ, ଫ୍ରେଣ୍ଡ, ଏସବୁ ଜିନିଷ ଭଗବାନ ହିଁ ପଠାନ୍ତି ତୁମ ଲାଇଫ୍କି। ସୋ ତୁମେ ଏଥିରେ ଏତେ ଟେନସନ୍ ନେଇକି ନିଜ କାମ, ସବୁବେଳେ ନିଜ ଭଗବାନ ଆମକୁ ଯେଉଁ କାମ ଦେଇଛନ୍ତି, ଯେତିକି ଆମକୁ ଟାଇମ୍ ମିଳୁଛି, ସେଇ ଟାଇମ୍ ଭିତରେ ଆମକୁ ଯେଉଁ କାମ ଦେଇଛନ୍ତି, ସେ କାମରେ ତୁମେ ବେଷ୍ଟ କରିବାକୁ ଟ୍ରାଏ କର। ଆଉ ସେଇଟା ହିଁ ତୁମର ଭକ୍ତି। ଯଦି ଜଣେ ସ୍ପିରିଚୁଆଲ୍ ଲାଇଫ୍ରେ ଅଛି ଆଉ ତାକୁ ମିଳୁନି ନାମ ଜପ କରିବାକୁ କି କ'ଣ, ତା କାମରେ ସେ ବେଷ୍ଟ ଦେଉ। ଆଉ ସେ ଯାହା ବି ତା ସହିତ ପରିସ୍ଥିତି ଅଛି, ଯିଏ ବି ତା ସହିତ ଲୋକ ଅଛନ୍ତି, ତା ସହିତ ସେ ଠିକ୍ ବିହେଭିଅର୍ କରୁ, ଠିକ୍ ମାନେ ଯାହା ବି ଭଗବାନ ତାକୁ ପରିସ୍ଥିତି ଦେଉଛନ୍ତି ଯେଉଁ ମୋମେଣ୍ଟରେ, ସେ ତାକୁ ଠିକ୍ ଠାକ୍ ସବୁ କରୁ, କିଛି ଠକାଠକି ନ କରୁ, ଦେଖିବ ସେଇଟା ହିଁ ତୁମର ଭକ୍ତି। ଆଉ ତୁମେ ଲାଷ୍ଟକୁ ଭଗବାନଙ୍କୁ ବି ପାଇଯିବ, ହେଲା। ସୋ ମାନେ ଏଇସବୁ ଜିନିଷ କରନି। ଆଉ ଗୋଟେ କଥା, ତୁମେ ଯଦି ତୁମକୁ ଧୋକା ଦେଉଛି ଆଉ ତୁମେ ଲୟାଲ୍ ରୁହ, ଦେଖିବ ଫାଇଦା ତୁମର ହିଁ ହେବ। କାହିଁକିନା ତୁମର ଗୋଟେ ଭଲ ଗୁଣ ଆଡ଼୍ ହେଇଗଲା, ଆଉ ତୁମେ କେବେ ବି ସବୁବେଳେ ଲୟାଲ୍ ହିଁ ରହିବ। କାହିଁକିନା ତୁମେ ଜାଣିନେଇଛ ଲୟାଲ୍ର ଟେଷ୍ଟ କେତେ ମିଠା। କାହିଁକିନା ଲୟାଲ୍ ରହିସାରିଲା ପରେ ତୁମକୁ ବହୁତ ଭଲ ଲାଗିବ। ଲୟାଲ୍ ସବୁବେଳେ ରହିଲେ, କାହିଁକିନା ତୁମେ କୌଣସି ଜିନିଷର ଟେନସନ୍ ନଥିବ, ତୁମେ ଜଣକୁ ଏ କଥା ସେ କଥା ସେସବୁ ଜିନିଷ କହିନଥିବ। ସେକେଣ୍ଡ ଜିନିଷ ହେଲା ସେଇଟା କହିନଥିବ। ସେକେଣ୍ଡ ଜିନିଷ ହେଲା ତୁମେ ତୁମ ଲାଇଫ୍ରେ ଯାହା ବି କରୁଛ ତା ଉପରେ ଫୋକସ୍ ରହିବ। କାହିଁକିନା ତୁମେ ଯେହେତୁ କିଛି କରୁନ, ମାନେ ଏପଟ ସେପଟ କାମ, ତୁମେ କ'ଣ ପାଇଁ ଫୋକସ୍ ରହିବ? ଯାହା ସହିତ ଅଛି, ଜଣଙ୍କ ସହିତ ଅଛି, ଫୋକସ୍ ରହିବ। କିନ୍ତୁ ଗୋଟେ କାମ କରିବ, ଯାହା ସହିତ ଲୟାଲ୍ ଅଛ
ତା ସହିତ ଇମୋସନ୍ ଇନଭେଷ୍ଟ କରନି। ଧର ତମେ ଜଣଙ୍କ ସହିତ ଲୟାଲ୍ ଅଛ, ତମେ ତାହା ଭାବନି କି ମୁଁ ଯାହା କହିବି ସେ ସେଇଆ କରିବ। ଆରେ ସିଏ କାହା ସହିତ କଥା ହେଇଗଲା, ଇଏ କଲା, ତାକୁ କାହା ସହିତ କାହିଁକି କଥା ହେଲୁ, କ'ଣ ପାଇଁ କଥା ହେଲୁ, କହିଦେଲା ତ କହିଦେଲା, ନ କହିଲା ତ ଭଲ। ତମେ କାହିଁକିନା ଜଣେ ଯଦି ଲୟାଲ୍ ଅଛି, ତ ଜଣେ ଯଦି ତମ ସହିତ ଅଛି ଆଉ ସେ ଭାବୁଛି କି ଇଏ ଜାଣିପାରୁନି, ତ ସବୁଠୁ ବେଷ୍ଟ ସେ ଜାଣିପାରୁନି ବୋଲି ଭାବିନେ ସେ ତମକୁ ତମ ସହିତ ରାଗିବନି କି ତମ ସହିତ କିଛି ମାନେ ତମ ଟାଇମ୍ରେ ସେ ତମକୁ କଲ୍ କରିବ, ସେ ଅଭିନୟ କରିବ, ପୁରା ଠିକ୍ ଠାକ୍ ଅଭିନୟ କରିବ। ସୋ ତମେ ତାକୁ ମାନେ ଏତେ ଧରିବାକୁ ବି ଟ୍ରାଏ କରନି। ତମେ ମାନେ ନିର୍ବୁଦ୍ଧିଆ ଭଳିଆ ତମେ ରୁହ, ମାନେ ତମେ ପୁରା ଲୟାଲ୍ ହିଁ ରୁହ। ଆଖି ସେ ଚିଟ୍ କରିବ, ଦିନେ ନା ଦିନେ ତ ଫେସ୍ ଟୁ ଫେସ୍ ଆସିବ ନା। ତମେ କିନ୍ତୁ ଏମିତି ପୁରା ଚାଲାକ ହେଇକି ଧରିବା ଇଏ କରିବା ଏସବୁ କାମ କରନି। ଦିନେ ନା ଦିନେ ତମେ ତମ ଭିତରେ ଚାଲିଥିବ, ଦିନେ ନା ଦିନେ ପୁରା ଫେସ୍ ଟୁ ଫେସ୍ ଧରିବ ଆଉ ସେଇଠି ଛାଡ଼ି ଦେଇକି ପଳେଇ ଆସିବ। ଦେଖିବ ତମକୁ ବହୁତ ବି ଖୁସି ଲାଗିବ। ଆଉ ତମେ ଆଉ ଗୋଟେ କଥା, ତମେ ଏମିତି ସତୀ ହୁଅନି କି ମୁଁ ତମକୁ ଆଉ ବି କହୁଛି ତମକୁ କହୁଛି ତମେ ଏତେ ସତ୍ୟବାନ ହୁଅନି। ଯିଏ ତମକୁ ଛାଡ଼ିଦେଲା ଦେନ୍ କିଛି ଦିନ ପରେ କିମ୍ବା ନେକ୍ସଟ ତମ ସାଙ୍ଗ ଆସୁ, ତମ ସାଙ୍ଗ ସହିତ ମିଶ। ହଁ ରିଲେସନ୍ରେ ମୁଁ ତ କହୁଛି ରିଲେସନ୍ରେ ବର୍ଷେ ପର୍ଯ୍ୟନ୍ତ ବି ରିଲେସନସିପ୍ରେ ଏସବୁରେ ପଶନି। ମାନେ କଥା ହୁଅ, ସବୁ କର, ଗୋଟେ ବର୍ଷ 2 ବର୍ଷ ପରେ ତ 1.5 ବର୍ଷ ପରେ ତ ରିଲେସନସିପ୍ ଏସବୁ ଆଗରେ ଯାଅ ହେଲା। କାହିଁକିନା ପୁରା ରିଲେସନ୍ ଭଳିଆ ଡ୍ରାମା କରିବ ଆଉ ରିଲେସନ୍ରେ ରୁହନି। ମାନେ ତମେ ପୁରା ଫିକ୍ସ କରିଦିଅନ୍ତି ଏଇ ବୋଲି। ମୁଁ କିନ୍ତୁ ମାଇଣ୍ଡରେ ତା ସହିତ ଲୟାଲ୍ ହିଁ ରୁହ। ମାନେ ଆଉ ଜଣଙ୍କ ସହିତ କଥା ହେଉଛ ନା ଜଣଙ୍କୁ ହିଁ ତମେ ସବୁ କିଛି ଭାବ, କିନ୍ତୁ ଭାବ କି ମୁଁ ଏଇଟା ଟ୍ରାଏଲ୍ ଫେଜ୍ରେ ହିଁ ଅଛି। ହଁ ଏଇଭଳିଆ ହିଁ କର। ସେଥିପାଇଁ କି ମୋ ସାଙ୍ଗ, ମୁଁ ଏଇ ଭିଡ଼ିଓ ଏଇଥିପାଇଁ କରୁଛି କି ମୋ ସାଙ୍ଗମାନଙ୍କର ଦଶା ବହୁତ ଖରାପ। ମାନେ ଜଣେ ତ 7-8 ବର୍ଷ ରିଲେସନ୍ ପରେ ତା ଯେଉଁ ରିଲେସନ୍ଟା ଭାଙ୍ଗିଗଲା, ତ ସିଏ ତ ସେତେବେଳେ କ'ଣ କରିଥିଲା ନା, ଯେତେବେଳେ ତାର ରିଲେସନ୍ଟା ଭାଙ୍ଗିଗଲା ସିଏ ମାନେ ବହୁତ କାନ୍ଦିଛି, ବହୁତ କାନ୍ଦିଛି। ଆଉ ସବୁ ଇଏ ଟ୍ରାଜେଡ଼ି, ଆଉ ମୋ ସାଙ୍ଗ ଗୋଟେ ହାତ କାଟି ଦେଇଥିଲା। ମାନେ ଏସବୁ ଟ୍ରାଜେଡ଼ି ଦେଖିକି ଆକ୍ଚୁଆଲି ଭାବେ କି ହେଉଛି କ'ଣ ଏସବୁ। ମୁଁ ବହୁତ ମାଇଣ୍ଡରେ ଭାବେ କି ବାପା ମାଆଙ୍କୁ ଏତେ ଭଲ ପାଉଛନ୍ତି, ଇଏ କରୁଛନ୍ତି, ଇଏ ତାପରେ ବି ଇଏ ପାଠ ଛାଡ଼ିକି ଇଏ ତା ପଛରେ ପଡ଼ିଛି, ମାନେ ଇଏ କରୁଛି, ସିଏ ତାକୁ ପଚାରୁନି, ଇଏ କରୁନି। ଏସବୁ ଜିନିଷ ଭାବିକି ମୁଁ ଭାବିଲି ଗୋଟେ ଭିଡ଼ିଓ କରିଦେବା, ଯଦି କାହିଁ ଆମ ୟୁଥ୍ ମାନଙ୍କୁ ହେଲ୍ପ ହେବ। ଦେଖ ଏଇଟା ହେଲା କଥା, ମାନେ ଫ୍ୟାକ୍ଟ ଏଇଟା। ସବୁବେଳେ ନିଜ କ୍ୱାଲିଫିକେସନ୍ ଦେଖି ଫାର୍ଷ୍ଟ ଦେଖ, ବ୍ରେକଅପ୍ ଯଦି ତୁମେ ନ କରିବା ପାଇଁ ଚାହୁଁଛ, ସବୁବେଳେ ପୁରା କ୍ୱାଲିଫିକେସନ୍ ପୁରା ମ୍ୟାଚ୍ ଥିବା ଦରକାର। ଆଉ ସେକେଣ୍ଡ ଥିଲା ତମେ ଲୟାଲ୍ ରୁହ, ସିଏ ଲୟାଲ୍ ରହୁ ନ ରହୁ, ଦିନେ ନା ଦିନେ ତ ଧରା ପଡ଼ିବ ନା। ଯେଉଁ ଦିନ ଧରା ତମେ ଏତେ ତାଙ୍କୁ କୋଶ୍ଚିନ୍ କିଛି କରିବନି। ବାସ୍ ତମେ ତମ ମନ